ସଜରେ ଯୁଦ୍ଧ ଆରେ ସମସ୍ତ କରିଥାଏ ଯୁଦ୍ଧ ଆଉ ଯୁଦ୍ଧରେ ଥାଏ ଜୟ ଆଉ ପରାଜୟ କେତେବେଳେ ଜୟ ପୁଣି କେତେବେଳେ ପରାଜୟ ଆରେ ମୁଁ ଜଣେ ପରାଜିତ ଯୁଦ୍ଧ ମୁଁ ଜଣେ ପରାଜିତ ଯୁଦ୍ଧ ମୋ ଦେହରେ ପ୍ରବାହିତ ହେଉଛି ଯୁଦ୍ଧମ ଦେଇ ଡାକର ରକ୍ତ ଅଗ୍ନି ମୋ ବନାଗ୍ନି এই বনাগ্নিটা আরে যা উপরে চলিগলে তা সমস্তটা জলে পড়ি পাউস হয়ে যায় বর্তমান মানিক রাজা দেবদত্তর সমস্তটাকে মো পাউস କରିଦେବି ମୋ ଭାଇ ଚାଖି ଯାଇଛି ଗୁପ୍ତଚର ହେଇ ମାଣିକ ରାଜ୍ୟକୁ କିଛି ନା କିଛି ଗୋଟେ ଶୁଭ ସମ୍ବାଦ ନେଇ ନିଶ୍ଚୟ ମୋ ପାଖକୁ ଫେରିବ ମୋ ଭାଇ ଆସିବା ବାଟକୁ ମୁଁ ଏଇଠି ଅପେକ୍ଷା କରିନି ଭାଇ ତୁ ଭଲରେ ଭଲରେ ଫେରି ଆସିଛୁ ଭାଇ ମୁଁ ଭଲରେ ଭଲରେ এই ଫେରିଛି ସମ୍ବାଦ ନେଇ ଆସିଛୁ ଚାଖି ମାଣିକ ରାଜ୍ୟର ଭାଇ ଆଖିରେ ମୁଁ ଯେତେବେଳେ ମାଣିକ ଗଡ଼କୁ ଯାତ୍ରା କଲି ତାପରେ କଣ ହେଇଛି ସେଇଠି ଯାହା ଦେଖିଲି କଣ ଭାଇ ଦେଖିଲୁ ରାଜା ଦେବଦତ୍ତ ଆଖି। ଆଉ ରାଜ୍ୟର ଜନପ୍ରଜା ମିଶି କଣ କରିଛନ୍ତି ତା ବଡ଼ ପୁଅ ଅକ୍ଷକୁ ରାଜ୍ୟ ଅଭିଷେକ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଭାଇ କଣ କହୁଛୁ ଚାଖି ଭାଇ ରାଜ୍ୟ ଆହାର ଆଉ ରାଜ୍ୟର ଜନପ୍ରଜା ମିଶି ଭାଇ ଅକ୍ଷକୁ ରାଜା କରିବା ପାଇଁ ନିଷ୍ପତ୍ତି ନେଇ ହଁ ସାରିଛନ୍ତି ଭାଇ ଏ ଦେଖେ ଭାଇ ଏ ସମ୍ବାଦ ମୋ ପାଇଁ ଅଶୁଭ ସମ୍ବାଦ ଶୁଭ ସମ୍ବାଦ ବି ଅଛି ଭାଇ ଶୀଘ୍ର ପ୍ରକାଶ କରି ଦେଖେ ସେ ଶୁଭ ସମ୍ବାଦ ହଉଛି ଆସନ୍ତାକାଲି ଆସନ୍ତାକାଲି କଣ ହେଇଛି? ରାଜା ଦେବଦତ୍ତର ବେନି ପୁଅ କଣ କରିଛନ୍ତି ଅକ୍ଷ ଓ ଅଭୟ ଦିଗ୍ବିଜୟ ଯାତ୍ରା କରିବେ ଭାଇ ତୁ ସତ କହୁଛୁ ହଁ ଭାଇ ଏ ଦେଖେ ଭାଇ এই সম্বাদ ମୋ ପାଇଁ ଶୁଭ ସମ୍ବାଦ ଆସନ୍ତାକାଲି ସେମାନେ ଭାଇ ଦିଗ୍ବିଜୟ ଯାତ୍ରା କରିବେ ଭାଇ ଆମେ ବେନି ଭାଇ ମଧ୍ୟ ଦିଗ୍ବିଜୟ ଯାତ୍ରା କରିବା ଦିଗ୍ବିଜୟ ଯାତ୍ରା କରି ଆଉ ଦେଖେ ସେ ବେନି ଭାଇକୁ ଖଲାସ କରିଦେଇ ରାଜା ଦେବଦତ୍ତ ପାଖରେ ବେନି ପୁଅର ମୃତ୍ୟୁ ଖବର ଚଢ଼େଇ ଦେବା ଭାଇ ପୁଅର ମୃତ୍ୟୁ ଖବର ଶୁଣିଲା ପରେ ରାଜା ଦେବଦତ୍ତ ନିଶ୍ଚୟ ଭାଙ୍ଗି ପଡ଼ିବ ଭାଙ୍ଗି ପଡ଼ିବ ଭାଇ ତାପରେ ଚକ୍ଷି ଭାଇ ସେଇ ହରମଜାଦା ରାଜା ଦେବଦତ୍ତ ଯେମିତି ରାଜ୍ୟସଭା ମଧ୍ୟରେ ଆମ ବେନି ଭାଇଟାକୁ ମାଡ଼ ପାରି ରାଜ୍ୟରୁ ବହିଷ୍କାର କରିଦେଇଛି ଭାଇ ଠିକ୍ ସେମିତି ଶଳାଟାକୁ ମାଡ଼ ପାରି ରାଜ୍ୟରୁ ବିତାଡ଼ିତ କରି ଦାଣ୍ଡର ଭିକାରୀ ସଚେଇ ଦେବରେ ଆରେ ଚକ୍ଷି ଭାଇ ଦିଗ୍ବିଜୟ ଯାତ୍ରା କରିବାକୁ ଅସ୍ତ୍ରଶସ୍ତ୍ର ବୋଲି ଆମ ପାଖରେ କିଛି ନାହିଁ ସବୁ ଆସିବ କୋଉଠୁରେ ଭାଇ ଆଖେ ମୁଁ ଯେତେବେଳେ ଆପଣଙ୍କ ସାଥିରେ ଅଛି ଜାଣିଛ ମୋ ଜମା ଚିନ୍ତା କରନ୍ତୁନି ଭାଇ କଣ କହିବାକୁ ଯାଉଛ ସେଇ ମହାଭାରତର କଥା କୋଉ କଥା ସେଇ ମହାଭାରତରେ ଆଉ ଚକ୍ଷି ପଞ୍ଚ ପାଣ୍ଡବ କଣ କରିଥିଲେ ଗୁପ୍ତ ବନବାସ ହଁ ଯାଇଥିଲେ ଯାଇଥିଲେ ଚକ୍ଷି ଗୁପ୍ତ ବନବାସ ସମୟରେ ଆହା ସେମାନେ ଅସ୍ତ୍ରଶସ୍ତ୍ର ସବୁ ଗୋପନରେ ହଁ ରଖି ରଖିଥିଲେ ଚକ୍ଷି ଠିକ ସେମିତି ଠିକ୍ ସେମିତି କଣ ରାଜା ଦେବଦତ୍ତ ଯେତେବେଳେ ଆମକୁ ରାଜ୍ୟରୁ ତଡ଼ି ଦେଲା ସେଇ ସମୟରେ ସେଇ ସମୟରେ କଣ ହେଇଛି ମୁଁ ଆ? ଅସ୍ତ୍ରଶସ୍ତ୍ର ସବୁ ଗୋପନରେ ରଖିଛି ଭାଇ ତୁ ସତ କହୁଛୁ ହଁ ଭାଇ ଆରେ ଚକ୍ଷି ଭାଇ ରାଜା ଦେବଦତ୍ତ ଯେତେବେଳେ ଆମ ବେନି ଭାଇଟାକୁ ରାଜ୍ୟରୁ ତଳି ଦେଇଥିଲା ଭାଇ ସେଇ ସମୟଟା ଆମ ପାଇଁ ଗୋଟାଏ ବିପଦର ସମୟ ଥିଲା ହଁ ଭାଇ ବିପଦ ସମୟରେ ଅସ୍ତ୍ରଶସ୍ତ୍ର ନେଇ ଗୋପନରେ ରଖିଲୁ କେମିତିରେ ଭାଇ ଆରେ, ମୋ ନା ଚାଖି ଜାଣିଛ ମୋ? ଚାଖି ପରଖି ସବୁ କଥା ଜାଣେ ଭାଇ ଓ ଭାଇ ଆଖେ ଚାଖି ପରଖି ସବୁ କଥା ଜାଣେ ହଁ ମୁଁ ଜାଣିଛି ହେଲେ ଭାଇ କଣରେ ଏ ଦେଖେ ଭାଇ ଆଉ ଜବାରୁ ଶବ ନଷ୍ଟ କରିପାରିବା ଭାଇ ଯେତେବେଳେ ଅସ୍ତ୍ରଶସ୍ତ୍ର ତୁ ଗୋପନରେ ରଖିଛୁ ଭାଇ ଯଥା ଶୀଘ୍ର ସେ ଅସ୍ତ୍ରଶସ୍ତ୍ରଟାକୁ ନେଇ ଆସି ଆମେ ଦିଗ୍ବିଜୟ ଯାତ୍ରା ଆରମ୍ଭ ତେବେ ଚାଲନ୍ତୁ ଭାଇ ଚାଲ ଚକ୍ଷେ